ବର୍ଷ ପୂର୍ବରେ ଗୋଟେ କରୋନା ଆସିଥିଲା ଆଉ ସେତିକି ବେଳେ ମତେ ସ୍ୱାମୀ କହିଥିଲେ ଯେ ଆଜି ଗଭର୍ଣ୍ଣମେଣ୍ଟ ଡିକ୍ଲେୟାର କରିଛି ଯେ ଚାଲ ବାଲକୋନିରେ ଥାଳି ବାଡେଇବା ଆଉ ରାତିରେ ଲାଇଟ୍ ବନ୍ଦ କରିକିରି ଦୀପ ଜଳେଇବା। ସେମିତି କଲେ କୁଆଡେ ଭାଇରସ ଟା ପଳେଇଥାନ୍ତା। ଯାହା ଭାଇରସ ଟା ପଳେଇଲା ସେଟା ତ ଆମେ ସମସ୍ତେ ଜାଣିଲେ। ଏବେ ସ୍ୱାମୀ କହୁଛନ୍ତି କଣ ସବୁବେଳେ ଖାଲି ପଖାଳ ଭାତ ବନେଇକିରି ତୁମେ ଦେଇ ଦଉଛ, ଶସ୍ତାରେ କାମ ଚଳେଇ ଦଉଛ। ପଖାଳ ଭାତରେ ତୁମକୁ କିଛି କରିବାକୁ ପଡୁନି, ତେଲ ମସଲା ବି ତୁମର କମ ଖର୍ଚ୍ଚ ହଉଛି। ମୁଁ କହିଲି ଭୁଲିଗଲ 5 ବର୍ଷ ତଳେ ତୁମେ ମତେ କେମିତି ଡାକି ନେଇକିରି ବାଲକୋନିରେ ତାଳି ମରଉଥିଲ। ସେଇ ସରକାର ବି ପରା କହିଥିଲେ। ଆଉ ତୁମେ କହିଥିଲ ଯାହା ହେଲେ ଗଭର୍ଣ୍ଣମେଣ୍ଟ ଯାହା କହିଛି ଆମକୁ ମାନିବାକୁ ପଡିବ ନା, ଆମେ ଆଉ ଦେଶର ସୁନାଗରିକ। ଆଉ ଏବେ କାହିଁ ଦେଶର ସୁନାଗରିକ ହଉନ? ସେଇ ସରକାର ପରା କହିଛନ୍ତି କମ ତେଲ ଖର୍ଚ୍ଚ କରିବ, ତ କମ ପଖାଳ ଭାତ କରିଦେଲେ, ଏମିତି ଗୋଟାଏ ଭଜା କରିଦେଲେ ଜମାରୁ କମ ତେଲ ଖର୍ଚ୍ଚ ହବ। ସେଇଥିପାଇଁ ମୁଁ ସରକାରଙ୍କ କଥା ମାନୁଛି। ଆଉ ତୁମେ କଣ ଭାବୁଛ ଖାଲି ତୁମେ ସରକାରଙ୍କ କଥା ମାନିବ ଆଉ ତୁମେ ହିଁ ଭଲ ନାଗରିକ ହବ? ଆମେ ବି ଭଲ ନାଗରିକ ହବୁ ନା ଆଉ। ଯାହା ସରକାର କହିଛନ୍ତି ଆମେ ସବୁ ମାନୁଛୁ ନା ଆଉ। ଏତେ ବେଳକୁ କାହିଁ ମାନୁନ କଥା? ତ ସେଇଥିପାଇଁ ଆଜି ବର୍ତ୍ତମାନ ସ୍ୱାମୀ ବି ମୁହଁ ଫୁଲେଇକିରି ବସିଛନ୍ତି।